ଯେତେବେଳେ ମୁଁ ପଢୁଥିଲି 6 କ୍ଲାସ୍ ସେତେବେଳେ ତାଙ୍କର ଭାଇ ଯିଏ ଥିଲେ, ତାଙ୍କ ତଳ ଭାଇ ସେ ଟିଚର ଥିଲେ ଆମର। ଆଉ ସେଥିପାଇଁ ଆଉ ତାଙ୍କର ସାନ ଭାଇ ସିଏ ବି ଥିଲେ, ଟିଚର ଥିଲେ, ମାନେ ସାଇନ୍ସ ଇଏ ଥିଲେ, ସାଇନ୍ସ ଟିଚର। ଆଉ ସେଥିପାଇଁ ସେଠି ମୁଁ ପଢାପଢି କରେ ତାଙ୍କ ଘରେ। ଆଉ ସେ ସମୟରେ ପଙ୍କଜ ମହାପ୍ରଭୁ ତା ପୂର୍ବରୁ ସେ ତାଙ୍କ ଘର ଛାଡି ସେ ପଳେଇଥିଲେ ତା ପୂର୍ବରୁ ବମ୍ବେ ବମ୍ବେ ଜୁହୁ ଇସ୍କନ ସହିତ କନେକ୍ଟେଡ ହେଇଥିଲେ। ତାପରେ ସେ ଫେରି ଆସିଥିଲେ। ଫେରି ଆସିଲା ପରେ ତାପରେ ସେ କୃଷ୍ଣ ଯଦିଓ ସେ ଜପ କରୁଥିଲେ, ପଢୁଥିଲେ। ତାପରେ ତାଙ୍କର ବିବାହ ହେଇଛି। ସେଇ ସମୟରେ ତାଙ୍କର ବିବାହ ସମୟରେ ସେତେବେଳେ ମୁଁ ପଢୁଥିଲି ବୋଧେ 8 କ୍ଲାସ୍ ହେଇଥିବ ବୋଧେ, ମୁଁ ଭାବୁଛି 8 ନା 9। ତାପରେ ସେଇ ସମୟ ଯେତେବେଳେ ତାଙ୍କ ପଙ୍ଗନାପୁର ଆସିଛନ୍ତି ଆଉ ବିବାହ କରିଛନ୍ତି, ତାପରେ ସେଠି ମୁଁ ରାତିରେ ସାଧାରଣତଃ ମୁଁ ରାତିରେ ଉଠିକି ପଢେ। ସକାଳେ ବି ପଢେ, ରାତିରେ ଉଠିକି ପ୍ରାୟ ପାଖାପାଖି 3ଟା ରାତିରୁ ତାପରେ ଉଠି ମୁଁ ପଢୁଥାଏ। ପଢାପଢି କରେ। ସେଇ ସମୟରେ ସେମାନେ ଯେତେବେଳେ ବିବାହ କଲା ପରେ ସେ ପଙ୍ଗନାପ୍ରଭୁ ତାଙ୍କ ସ୍ତ୍ରୀଙ୍କ ସହିତ ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଭକ୍ତ କରିଛନ୍ତି। ତାପରେ ସେମାନେ ଆସିଛନ୍ତି ଏଠି ଭୁବନେଶ୍ୱର ଆସିଛନ୍ତି, ଗୁରୁଙ୍କୁ ଭେଟ କରିଛନ୍ତି, ତାପରେ ଦୀକ୍ଷା ନେଇଛନ୍ତି। ଆଉ ସେମାନେ ଯେତେବେଳେ ଯେହେତୁ ଗାଧୁଆ ପଦାକୁ ଯାଉଥିଲେ, ମୁଁ ରାତିରେ ଉଠୁଥିଲି, ମୁଁ ବି ଗାଧୁଆ ପଦା କରି ସେଇଠି ତାଙ୍କ ସହିତ ଆମର ଭେଟ ହେଲା। ତାମାନେ ଯଦିଓ ଘରେ ଥିଲେ ସେଠି, ମୁଁ ବି ଥିଲି ସେଠି। ସେତେବେଳେ ମତେ ସେମାନେ ତା ପୂର୍ବ ଦିନ ମୁଁ ଆକ୍ଚୁଆଲି ପଢୁଥିଲି ଆମର ଯୋଉ ଗୀତା ପଢୁଥିଲି ଗୋରଖପୁର, ଛୋଟ ଗୀତା ଆଗରେ ଯୋଉ ଥାଏ। ସେଟା ତାଙ୍କ ଆଉ ମା ପଢନ୍ତି ନା ଆପଣଙ୍କ ମା ତାଙ୍କ ମା ପୁରା ଏକାଦଶ ସ୍କନ୍ଧ ପୁରା ମୁଖସ୍ଥ କରିଥିଲେ। ଆଉ ସେ ତାଙ୍କ ମା ସବୁବେଳେ ମୋ ପାଖରେ, କାହିଁକିନା ମୁଁ ତାଙ୍କ ଘରେ ଶୁଏ ବି ଆକ୍ଚୁଆଲି ପ୍ରାୟ ଅଧିକାଂଶ ସମୟ ରାତି ଦିନ ମୁଁ ସେଠି ରୁହେ। ତାଙ୍କ ମା ମୋ ପାଖରେ, ମୁଁ ଯୋଉଠି ଶୁଏ ସେଇଠି ସେ ପାଖରେ ହିଁ ସେ ବସି ତାଙ୍କ ମା ପଢନ୍ତି, ପୁରା ଏକାଦଶ ସ୍କନ୍ଧ ପଢନ୍ତି ପୁରା ପୁରାଟା। ଆଉ ମୁଁ ମଧ୍ୟ ଆଗରୁ ପଢୁଥିଲି, ଛୋଟ ଯୋଉ ଥିଲା ତମର ଆମ ଜଗନ୍ନାଥ ଦାସଙ୍କର ଥିଲା, ଆଉ ତାପରେ ଗୋରଖପୁର ଯୋଉ ଗୀତାଟା ସେଟା ପଢୁଥିଲି। ସେଟା କନେକ୍ସନ ଯେକୌଣସି ପ୍ରକାର ସେଟା ଥିଲା, ଯଦି ମୁଁ ଏତେ ପୁରା କିନ୍ତୁ ପଢୁଥିଲି ଗୀତା ଗୁଡା ପଢୁଥିଲି, ଭଗବତ ଗୀତା ସେଟା। ଆଉ ସେଇଠୁ ତାପରେ ସେ ମତେ ଦେଲେ ଗୀତା ଦେଲେ, ଜପ କରିବା ପାଇଁ କହିଲେ। ତା ଭିତରେ ଗୁରୁଦେବ ଆମ ଗାଁକୁ ଆସିଥିଲେ, ଏମାନେ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଆମ ସେ ଏରିଆରେ ଯୋଉ ଅଛି ଶିବ ମନ୍ଦିର, ବାବା କଣ ବୋଲି ଗୁପ୍ତେଶ୍ୱର ମହାଦେବ ଶିବ ମନ୍ଦିର, ସେଠି ଆମର ସେ ଆକ୍ଚୁଆଲି ସେ ପଞ୍ଚାୟତରେ ସେ ଶିବ ମନ୍ଦିରକୁ ସମସ୍ତ ଯେତେ ପଞ୍ଚାୟତର ସାରା ସବୁ ଲୋକମାନେ ସେଠି ଆସି କଥା କରିଥିଲେ, ଗୁରୁଙ୍କୁ ଡାକିଥିଲେ, ନିମନ୍ତ୍ରଣ କରିଥିଲେ। ଆଉ ସେଠି ଗୁରୁଦେବଙ୍କୁ ରଖା ହେଇଥିଲା ଯୋଉ ପୁରୁଣା କଟକ ଅଛି ଟାଉନଟା ଅଛି, ସେଠି ଗୁରୁଦେବ ସେ ବଙ୍ଗଳା ରହିଥିଲେ, ଡାକ ବଙ୍ଗଳା ରହିଥିଲେ। ଆଉ ମତେ ସେଠି ସେବା ଦିଆ ହେଇଥିଲା, ଯୋଉ କୂଅରୁ ପାଣି କାଢିକି ଗୁରୁଦେବଙ୍କୁ ଦେବା ପାଇଁ, ସ୍ନାନ କରିବା ତାଙ୍କର ୟୁଜ ପାଇଁ, କାହିଁକିନା ସେ ସମୟରେ ସେଠି ମଟର ନଥିଲା। ତେଣୁ କୂଅରୁ ପାଣି କାଢିକି ସେଟା ସେମିତି ତା ମାଧ୍ୟମରେ ମଧ୍ୟ ଗୁରୁଦେବଙ୍କର ମଧ୍ୟ ମୁଁ ସେଠୁ ସଙ୍ଗ ଲାଭ କରିଥାଏ। ଏଭଳି ଗୁରୁଦେବ ଆମ ଗାଁକୁ 2 ଥର ଆସିଥିଲେ, 2 ଥର ମଧ୍ୟ ସେବା ହେଇଥିଲେ। ତା ସହିତ ଯେତେବେଳେ ମନ୍ଦିର ମଧ୍ୟ ତାପରେ କଣ ହେଇଛି, ତାପରେ ମୁଁ मैट्रिक पढ़ी पास कला तापर पुणी +2 पढ़ी, तापर +3 जाकि आम जो अच्छी फुलवाणी कॉलेज से कंप्लीट कर कंप्लीट है या भितर आमर मंदिर जो इनागुरेशन पैसा पैसा कलेक्शन कर पठेलु। कंप्लीट हो गला तापर मुझे डिसाइड कली ना मु मंदिर जॉइन कर थे ना 2 थर आसली मंदिर को, बेसी आस नी। डिसाइड कल एग्जाम सरला +2 +3 तापर मुझे एक जॉइन कर दी कथा। बौद्ध रु पठांती तापर आसिले जतल डायरेक्ट भुवनेश्वर थरक जॉइन कर
ସେତେବେଳେ ଆକ୍ଚୁଆଲି ବୌଦ୍ଧରେ ସେମାନେ ରହୁନଥିଲେ। ଆମ ଗାଁଟା ସେଠୁ ପୁରୁଣା କଟକରୁ 4 କିଲୋମିଟର ଭିତରକୁ। ତ ସେ ଗାଁ ନା ହଉଛି ବ୍ରାହ୍ମଣ ଗାଁ, ହେଲା ନା। ସେଠି ତାଙ୍କର ସମସ୍ତେ ଫ୍ୟାମିଲି ସବୁ ରହୁଥିଲେ ପଙ୍ଗନାପୁରଙ୍କର। କିନ୍ତୁ ପଙ୍ଗନାପୁର ଏବେ ସିଫ୍ଟ କରିଛନ୍ତି। ମୁଁ ଆସିଲାର ଦୀର୍ଘ ବର୍ଷ ପରେ ସେମାନେ ସିଫ୍ଟ କରିଛନ୍ତି ବୌଦ୍ଧକୁ। ବୌଦ୍ଧରେ ତାଙ୍କର ପୈତୃକ ସମ୍ପତ୍ତି ଥିଲା, ସେ ଜାଗାଟା ତାଙ୍କ ନିଜର। ସେମାନେ ଶିବଜୀ ମନ୍ଦିର ଯୋଉ ଅଛି ଚନ୍ଦ୍ରଶେଖର ଶିବଜୀ ମନ୍ଦିର ସେଠି ପୂଜା କରୁଥିଲେ। କିନ୍ତୁ ତାଙ୍କ ସେୟାରଟା ସେମାନେ ତାଙ୍କର ଜଣେ ଭାଇ ସେ ନେଉଥିଲେ, ସେ ପୂଜା କରୁଥିଲେ। ଯେହେତୁ ୟାଙ୍କର ବାପା ଥିଲେ ତମର ଭେଟନାରୀ ଡକ୍ଟର ଥିଲେ, ଆଉ ତେଣୁ ସେମାନେ ତା ଫାଦର ଏକ୍ସପାୟାର୍ଡ କଲା ପରେ ସେମାନେ ଗାଁରେ ଯାଇକି ଥିଲେ। ତାଙ୍କ ମା ଆଉ ତାଙ୍କର 3 ଭାଇ ଆଉ ଗୋଟେ ବଡ଼ ଭାଇ ସବୁ ଫୁଲବାଣୀ ଚାକିରି କରୁଥିଲେ। ଅନ୍ୟମାନେ ସମସ୍ତେ ରହୁଥିଲେ। ତେଣୁ ସେମାନେ ଗାଁରେ ହିଁ ଥିଲେ। ତାଙ୍କର ବହୁତ ପ୍ରପର୍ଟି ଥାଏ, ଯୋଉ ଲ୍ୟାଣ୍ଡ ପ୍ରପର୍ଟି। ତେଣୁ ସେମାନେ ସବୁ ଲ୍ୟାଣ୍ଡ ପ୍ରପର୍ଟି ୟୁଜ୍ କରି ଗାଁରେ ସବୁ ରହୁଥିଲେ। ଆକ୍ଚୁଆଲି ଆମ ଗାଁରେ ଧନୀ କହିଲେ ସେମାନେ ଥିଲେ ଧନୀ, କାରଣ ଆଉ ଚାକିରି ବି ସେମାନେ। ତେଣୁ ସେଠି ସେ ରହୁଥିଲେ। ତାପରେ ସିଫ୍ଟ ଏବେ ସେ ସିଫ୍ଟ କରିଛନ୍ତି ବୌଦ୍ଧକୁ। ବୌଦ୍ଧ ଏବେ ଜଷ୍ଟ ମାନେ ହବ 10 ବର୍ଷ କି 15 ବର୍ଷ ହବ। ନହେଲେ ଆଗରୁ ଥିଲେ ଗାଁରେ। ସେ ତାଙ୍କ ଯୋଉ ସାନ ଭାଇ ଆପଣଙ୍କୁ ସାଇନ୍ସରେ ଟିକେ ହେଲ୍ପ କରନ୍ତି ଆଉ। ହଁ, ସେ ସାଇନ୍ସ ଟିଚର ଥିଲା। ଆକ୍ଚୁଆଲି ଯେତେବେଳେ ମୁଁ କଲେଜରେ ପଢୁଥିଲି ସେତେବେଳେ ସେ ଫୁଲବାଣୀରେ ଆମର ଅଛି ଯେ ଏବେ ଆମେ ଯୋଉ ଜାଗା ସବୁ ଦେଖୁଥିଲୁ ବଲସ ଗୁମ୍ଫା ବୋଲି ଗୋଟେ ଅଛି ଜାଗା, ସେ ବରାଳ ଦେବୀଙ୍କର ସେ ପାଖରେ ଗୋଟେ ସ୍କୁଲ ଥିଲା, ପ୍ରାଇଭେଟ ସ୍କୁଲ। ତେଣୁ ସେଠି ସେ ଯେତେବେଳେ ଘରେ ଥିଲେ ସେତେବେଳେ ତାଙ୍କର ଭାଇ ମାନେ ଯିଏ ମିଲିଟାରୀକୁ ଯାଇଥିଲେ ସେ ଥିଲେ, ସେ ମାଇନର ସ୍କୁଲରେ ମାଷ୍ଟର ଥିଲେ, ସେ ଆମକୁ ପଢଉଥିଲେ। ଆଉ ଇଏ ଯେହେତୁ ସାଇନ୍ସ ଷ୍ଟୁଡେଣ୍ଟ ଥିଲେ ସେତେବେଳେ ଇଏ କଲେଜରେ ପଢୁଥିଲେ, ସେତେବେଳେ ଆମକୁ ପଢଉଥିଲେ। ତାପରେ ଯେତେବେଳେ ମୁଁ କଲେଜ ପଢିଲି ସେତେବେଳେ ସେ ଫୁଲବାଣୀ ଗୋଟେ ହାଇସ୍କୁଲ ମାନେ ଯୋଉଟା କି ପ୍ରାଇଭେଟ ହାଇସ୍କୁଲ, ସେଠି ସେ ଟିଚର ଥିଲା। ତେଣୁ ଆମେ ସେ ଆଉ ଜଣେ ନୟାଗଡ଼ ସାଇଡରେ ଜଣେ ଟିଚର୍ସ ସାଂସ୍କ୍ରିଟ ଟିଚର, ମୁଁ 3 ଜଣ ମିଶି ଗୋଟେ ଘର ନେଇଥିଲୁ ଭଡ଼ା ନେଇକି ସେଠି ଆମେ ରହୁଥିଲୁ। ମୁଁ ଆଉ ସେତେବେଳେ ସେମାନେ ମୋର ଅନୁସାରେ ନିୟମ ଅନୁସାରେ ଚାଲୁଥିଲେ। ଯଦିଓ ସେମାନେ ଇଏ ଜପ ଫପ କରୁନଥିଲେ, ଭକ୍ତି କରୁନଥିଲେ, କିନ୍ତୁ ମୁଁ ଯେହେତୁ ପିଆଜ ରସୁଣ ବିନା ପିଆଜ ରସୁଣ ମୁଁ ନିଜେ ରୋଷେଇ କରୁଥିଲି, ସେମାନେ ଆମେ ମିଶିକି 3 ଜଣ ରହୁଥିଲୁ। ସେଠି ପିଆଜ ରସୁଣ କିଛି ହଉନଥିଲା। ଏମିତି ପାଖାପାଖି 3 ବର୍ଷ ସେଠି ଆମେ ଏକାଠି ଥିଲୁ। ଫୁଲବାଣୀ ସେଟା ପୁଣି ଥିଲା ୟାଙ୍କ ଘର, ଯେ ଭକ୍ତ ବିଗ୍ରହଙ୍କର ଶ୍ୱଶୁର ଘରେ ଆମେ ଭଡ଼ାରେ ଥିଲୁ, ଜଗନ୍ନାଥ ମନ୍ଦିର ପାଖରେ। ତେଣୁ ଆପଣ ଜଗନ୍ନାଥ ମନ୍ଦିର ଆଗରୁ ପାଖରେ। କନେକ୍ଟ ହେଲେଣି ତ ଆପଣ ସେଥିପାଇଁ ତାଙ୍କ ଘରେ ଭଡ଼ା ନେଇଥିଲେ। ତେଣୁ ସେମାନେ ଯୋଉ ପଙ୍ଗନା ଭାଇ ଆଉ ଯୋଉ ସାଂସ୍କ୍ରିଟ ଟିଚର ସେମାନେ ପିଆଜ ରସୁଣ ବି ଖାଆନ୍ତିନି। ମୁଁ ଯେହେତୁ ଥିଲି ସେମିତି ସେମାନେ ମୋ ସହିତ ରହୁଥିଲେ। ତାପରେ ସେମାନେ ମୁଁ ଆସିଲା ବେଳେ ସେମାନେ ତାଙ୍କର ସ୍କୁଲକୁ ପଳେଇଛନ୍ତି ଆଉ। ହଁ, ତ ଏବେ ତାଙ୍କ ଭାଇ ବୋଧେ ସେଇ ଫୁଲବାଣୀରେ ଥିବେ କଲେଜରେ ଆଉ। ନା, ସେ ରିଟାୟାର୍ଡ ହେଇଗଲେଣି। ଆଉ ତାଙ୍କର ଯୋଉ ମତେ ଯୋଉ ଟିଚର ସେ ବି ଏକ୍ସପାୟାର କରିଗଲା, ମିଲିଟାରୀ ବାଲା। ମାନେ ଯିଏ ତାଙ୍କ ସାନ ଭାଇ ଥିଲେ। ଜଷ୍ଟ ତାଙ୍କ ସାନ ଭାଇ ତା ତଳଟା ଅଛି ଏବେ, ସାଇନ୍ସ ଟିଚର ଥିଲା ସେ। ତାଙ୍କ ତଳ ଭାଇଟା ଯେ ମଝିଆ ଭାଇ ସେ ଏକ୍ସପାୟାର କରିଗଲାଣି। ହଉ, ଠିକ ଅଛି, କହୁଛି ମୁଁ ଏଇଟା ପଠେଇଦେବି। ତାପରେ ଆପଣ ଆସିଲେ ଯୋଉ ଭୁବନେଶ୍ୱର ଗ୍ରାଜୁଏସନ ପରେ ଜଏନ୍ କଲେ, ଆଉ ଚାକିରି ତ କରିନଥିବେ? ନା, ମୁଁ ଜଷ୍ଟ ଆସି ଗ୍ରାଜୁଏସନ ଆସିଲି ଯେତେବେଳେ ମୁଁ ଆକ୍ଚୁଆଲି ନାମହଟ୍ଟରେ ଜଏନ୍ କରିଥିଲି। କାହିଁକିନା ନାମହଟ୍ଟରେ ଯେହେତୁ ସେଇ ସମୟରେ ଆମ ଭୁବନେଶ୍ୱରରେ କମ୍ ଶିକ୍ଷିତ ପିଲା ଥିଲେ। ବିଶେଷ ସମୟରେ କୃଷ୍ଣଦେବ ଥିଲେ, ଆତ୍ମାରାମ ପ୍ରଭୁ ଥିଲେ, ହଳଧର ମହାରାଜ ଥିଲେ, ଆଉ କିଏ ଶିକ୍ଷିତ ଏମିତି ଆଉ ଏତେ କିଛି ଶିକ୍ଷିତ ନଥିଲେ ଆକ୍ଚୁଆଲି। ଆଉ ତେଣୁକରି ମୋତେ ସେଥିପାଇଁ ଗୋପୀନାଥ ମହାରାଜ ରଜାଚାର୍ଯ୍ୟ ଥିଲେ, ସେଥିପାଇଁ ସେ ମୋତେ ନାମହଟ୍ଟ ରଖିଲେ ଅଫିସିଆଲ କାମ କରିବା ପାଇଁ, ପ୍ଲସ୍ ବୁଝିବା ପାଇଁ ନାମହଟ୍ଟ। ତେଣୁ ସେଥିପାଇଁ ମୁଁ ଜଏନ୍ରୁ ହିଁ ମୁଁ ମାନେ ଗୋଟେ ମ୍ୟାନେଜିଆଲ ଇଏରେ ରହିଆସି। ତାପରେ ପରେ ସବୁ ସଂକୀର୍ତ୍ତନ ଇନଚାର୍ଜ, ତାପରେ ତମର ପ୍ରେସରେ ବି ମଧ୍ୟ ରହିଛି ଇନଚାର୍ଜ। ପ୍ରେସ ଆମର ଥିଲା ପ୍ରେସ ପରେ କିଛି ଦିନ ୟୁଥ ଫୋରମ ଥିଲି ସେ ସମୟରେ। ତାପରେ ସୁଦାମ ତାର ମଧ୍ୟ ଇନଚାର୍ଜ ଥିଲି କିଛି ଦିନ। ତାପରେ ମୁଁ ପଳେଇଥିଲି ସଂକୀର୍ତ୍ତନ ଲିଡର ହେଇକି ଯାଇଥିଲି, ହେଲା। ତାପରେ ସଂକୀର୍ତ୍ତନ ଲିଡର ଆସିଲା ପରେ ହେଡ ପୂଜାରୀ ହେଲି। ହେଡ ପୂଜାରୀ ଥିବା ସମୟରେ ତାପରେ ହେଇଥିଲା କ'ଣ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ତାପରେ କୋ ଜେନେରାଲ ମ୍ୟାନେଜର, ତାପରେ ଭାଇସ ପ୍ରେସିଡେଣ୍ଟ କଣ୍ଟିନ୍ୟୁ ଦୀର୍ଘ ଦିନ କଲା। ତାପରେ ପୁଣି ଭକ୍ତିଚରଣ ମହାରାଜ ଆସିଲା ପରେ ତାକୁ କ'ଣ କଲି ନା ଏବେ ତାପରେ କୋ ପ୍ରେସିଡେଣ୍ଟ ଆଉ। ତେଣୁ ମୂଳରୁ ହିଁ ମୁଁ ମ୍ୟାନେଜର ଇଏରେ ପୁରା ଅଛି। ଆଜ୍ଞା, ହଉ, ଠିକ ଅଛି, ରଖୁଛି ଆଉ।